ନୂଆ ଆପରାଧିକ ଆଇନ ଲାଗୁ ହେଲେ ବ୍ୟକ୍ତିଗତ ସ୍ୱାଧୀନତା ବିପଦରେ ପଡ଼ିବ ଏବଂ ପୁଲିସ ଆଧିପତ୍ୟ ବୃଦ୍ଧି ପାଇବ ବୋଲି ଯେଉଁ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଛି ତାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସ୍ପଷ୍ଟ ଭାବେ ଖଣ୍ଡନ କରିଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ନୂଆ ଆପରାଧିକ ଆଇନରେ କ୍ଷମତାର ଦୁରୁପଯୋଗ ରୋକିବା ଲାଗି ଆବଶ୍ୟକ ସୁରକ୍ଷା ଉପାୟ କରାଯାଇଛି। ଆଇନକୁ ଲାଗୁ କରିବା କାର୍ଯ୍ୟରେ ଉତ୍ତରଦାୟିତ୍ୱ ଏବଂ ପାରଦର୍ଶିତା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହାଦ୍ୱାରା ନ୍ୟାୟ ପ୍ରଣାଳୀ ଉପରେ ବିଶ୍ୱାସ ବୃଦ୍ଧି ପାଇବ। ଯାଞ୍ଚ ଓ ଜବତ ଅଭିଯାନର ଅଡିଓ ଭିଡ଼ିଓ ରେକର୍ଡିଂ ପାଇଁ ନୂଆ ବ୍ୟବସ୍ଥା ହୋଇଛି। ଏହା ପୁଲିସର ଉତ୍ତରଦାୟିତ୍ୱ ବଢ଼ାଇବା ସହିତ ବ୍ୟକ୍ତିଗତ ଅଧିକାରକୁ ସୁରକ୍ଷା ଦେବ। ଏଫଆଇଆର୍ ବ୍ୟବସ୍ଥା ଦ୍ୱାରା ନାଗରିକମାନେ ଯେକୌଣସି ସ୍ଥାନରୁ ବାଧାମୁକ୍ତ ଭାବେ ଠିକ୍ ସମୟରେ ଆଇନଗତ ସୁରକ୍ଷା ପାଇପାରିବେ। ଅନାବଶ୍ୟକ ଗିରଫ ଉପରେ ଅଙ୍କୁଶ ଲଗାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଶୂନ୍ୟ ଏଫଆଇଆର୍ ବ୍ୟବସ୍ଥା କ୍ଷେତ୍ରାଧିକାର ସଂକ୍ରାନ୍ତ ବାଧାଗୁଡ଼ିକ ମଧ୍ୟ ଦୂର କରିବ। ଏହାଦ୍ୱାରା ନାଗରିକମାନେ ଯେକୌଣସି ଥାନାରେ ଏତଲା ଦାୟର କରିପାରିବେ। ଫଳରେ ଆଇନଗତ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହ ନାଗରିକମାନେ ସହଜରେ ନ୍ୟାୟ ପାଇପାରିବେ। ପୁଲିସ ନିର୍ଯାତନା ବିରୋଧରେ ନୂଆ ଆଇନରେ ଆବଶ୍ୟକ ନିରାକରଣ ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ଅନୁଯାୟୀ ଗିରଫଦାରୀ ଓ ପ୍ରମାଣ ସଂଗ୍ରହ କରିବାର ବାଧ୍ୟତାମୂଳକ ଭିଡ଼ିଓ ରେକର୍ଡିଂ କରାଯିବ। ଫଳରେ ଆଇନଗତ ପ୍ରକ୍ରିୟାର ପାଳନ ଏବଂ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ ହୋଇପାରିବ। ନୂଆ ଆଇନରେ ମୌଳିକ ଅଧିକାର ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଏଥିରେ ସ୍ୱାଧୀନ ଭାବେ ଭାଷଣ ଦେବା, ଶାନ୍ତିପୂର୍ଣ୍ଣ ସମାବେଶ ଆୟୋଜନ କରିବା ଲାଗି ନାଗରିକଙ୍କୁ ଅଧିକାର ଦିଆଯାଇଛି। ଫଳରେ ଅସହମତି କାରଣରୁ ନାଗରିକଙ୍କ ଉପରେ ହେଉଥିବା ଅତ୍ୟାଚାରର ପରିସମାପ୍ତି ଘଟିବ। ନୂଆ ଆପରାଧିକ ଆଇନରେ ପୁରୁଣା ଆଇନର କଠୋର ବ୍ୟବସ୍ଥାକୁ ନୂଆ କରି ଉପସ୍ଥାପନ କରାଯାଇଥିବା ନେଇ ଯେଉଁ ଭ୍ରାନ୍ତ ଧାରଣା ରହିଛି ତାହାକୁ ମଧ୍ୟ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ସରକାର କହିଛନ୍ତି ନୂଆ ଆଇନ ଆମ ସମ୍ବିଧାନର ଅନ୍ତର୍ନିହିତ ନ୍ୟାୟ ଅବଧାରଣାକୁ ସୁନିଶ୍ଚିତ କରିବ। ଏହା ଦେଶର ଆପରାଧିକ ନ୍ୟାୟ ପ୍ରଣାଳୀରେ ସୁଧାର ଆଣିବ। ଭାରତୀୟ ଦଣ୍ଡ ସଂହିତାରେ ରାଜଦ୍ରୋହ ସହ ଜଡ଼ିତ ଧାରାକୁ ଭାରତୀୟ ନ୍ୟାୟ ସଂହିତାରେ ଉଚ୍ଛେଦ କରାଯାଇଛି। ଫଳରେ ବ୍ରିଟିଶ ଅମଳରୁ ଚାଲିଆସିଥିବା ଉପନିବେଶବାଦୀ ଆଇନର ଦୁରୁପଯୋଗ ଆଶଙ୍କା ସମାପ୍ତ ହୋଇଛି। ନୂଆ ଆଇନରେ ସମାବେଶିତା ଓ ସମାନତାକୁ ପ୍ରୋତ୍ସାହନ ଦିଆଯାଇ ଲିଙ୍ଗ ନିରପେକ୍ଷ ଭାଷାକୁ ସାମିଲ କରାଯାଇଛି। ଏଥିରେ ପାଗଳାମୀ, ଉନ୍ମାଦ, ମୂର୍ଖ, ମନ୍ଦ ବୁଦ୍ଧି ଭଳି ଶବ୍ଦକୁ ଉଚ୍ଛେଦ କରାଯାଇ ମାନସିକ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦିଆଯାଇଛି। ଏଣିକି ଏଭଳି ଲୋକମାନଙ୍କ ପାଇଁ ବୌଦ୍ଧିକ ଭିନ୍ନକ୍ଷମ ଶବ୍ଦ ପ୍ରୟୋଗ କରାଯିବ। ସେହିପରି ପୁଲିସ ହେଫାଜତ ଅବଧିକୁ 15 ଦିନରୁ 90 ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ଯେଉଁ ଭୁଲ ଧାରଣା ସୃଷ୍ଟି ହୋଇଛି ସେ ସମ୍ପର୍କରେ ମଧ୍ୟ ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ 24 ଘଣ୍ଟା ମଧ୍ୟରେ ତଦନ୍ତ ସମ୍ପୂର୍ଣ୍ଣ ନ ହେବା ପାଇଁ ପ୍ରକ୍ରିୟା ନିର୍ଦ୍ଧାରଣ କରାଯାଇଛି। ପୁଲିସ ହେଫାଜତରେ ରହିବାର ଅବଧି ପୂର୍ବ ଭଳି 15 ଦିନରେ ସୀମିତ ରହିଛି। ତେବେ ପୁଲିସ ହେଫାଜତକୁ ପଠାଇବାର ଅଧିକାର ପୂର୍ବପରି ନ୍ୟାୟାଳୟ ହାତରେ ରହିବ। ହିଟ୍ ଆଣ୍ଡ ରନ୍ ଦୁର୍ଘଟଣା ସଂଖ୍ୟା ବଢ଼ୁଥିବାରୁ ନୂଆ ଆଇନରେ କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଛି। ଦୁର୍ଘଟଣା ଘଟାଇବା ପରେ ଏ ସମ୍ପର୍କରେ ସୂଚନା ନ ଦେଇ ଫେରାର ହୋଇଯାଇଥିବା ଅଭିଯୁକ୍ତଙ୍କୁ 10 ବର୍ଷ ଜେଲ୍ ଦଣ୍ଡାଦେଶ ହେବ।